ଜୟ ଜଗନ୍ନାଥ ସାଙ୍ଗମାନେ ଆଉ ଏକ ସୁନ୍ଦର ରେସିପି ଭିଡ଼ିଓକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। ତ ଚାଲନ୍ତୁ ଦେଖିବା ଏଇ ରେସିପି ଭିଡ଼ିଓଟାରେ ଭେଜ୍ ସ୍ୟାଣ୍ଡୱିଚ୍ ଘରେ କେମିତି ବନେଇବା ସେଇଟା ଆମେ ଏଇ ରେସିପି ଭିଡ଼ିଓଟି ଦେଖିବା। ତେଣୁ ସେଥିପାଇଁ ମୁଁ ନେଇଯାଇଛି ବର୍ତ୍ତମାନ ଦେଖନ୍ତୁ ପିଆଜ ସବୁ ସ୍କୋୟାର ସାଇଜ୍ କଟା ହେଇକି ଅଛି ଏବଂ ଟମାଟୋ ଅଛି, ତା ସହିତ କଞ୍ଚା ଲଙ୍କା, ବିଟ୍ ଗାଜର ମଧ୍ୟ ଅଛି ଆଉ ଏପଟେ ଆଳୁ ସିଝି ଆଣିଲେ ଗରମ ହେଇକି ଫୁଟିଲାଣି। ଖାଲି ଆଳୁ ହେଇଗଲେ ତାପରେ ମସଲା ଦିଆହେବ ଆଉ ମସଲା ଦେଲା ପରେ ରେଡ଼ି ଯେଉଁଟା ଘରୋଇ ମସଲା ଯାହା ରହୁଛି ଆମର ଚିକେନ୍ ମସଲା, ଜିରା ଗୁଣ୍ଡ ଏଇସବୁ ଜିନିଷ ଆପଣ ନେଇପାରିବେ ଓ ଦେଇପାରିବେ। ଆଉ ଦୋକାନରେ ତ ବିଭିନ୍ନ ପ୍ରକାର କେମିକାଲ୍ ଦିଆ ମସଲା ସବୁ ବ୍ୟବହାର କରାହେଉଛି। ଆଉ ଆପଣମାନେ ଜାଣିଥିବେ ପିଜାରେ ଯେଉଁ ଜିନିଷ ସବୁ ଦିଆହେଉଛି ଯେଉଁଟା ଷ୍ଟଫିଂ ଆକାରରେ ଚିଜ୍ ବି ସବୁ ସେଟା ଦେହ ପାଇଁ ବହୁତ କ୍ଷତିକାରକ, କିନ୍ତୁ ଘରେ କଲେ ନିହାତି ସେଇ ମଜା ଆପଣ ନେଇପାରିବେ। ତ ଚାଲନ୍ତୁ ଏଇ ରେସିପିଟି ଆମେ ବର୍ତ୍ତମାନ ପ୍ରସ୍ତୁତ କରିବା। ଏଇଟା ଦେଖିପାରୁଥିବେ ପାଉଁରୁଟି ବର୍ତ୍ତମାନ ରେଡ଼ି ହେଇକି ଥୁଆ ହେଇଯାଇଛି ଆସିକି, ଆଉ ଆଳୁ ବି ଗରମ ହେଇକି ଥଣ୍ଡା ହେବାକୁ ଗଲାଣି ପାଣିରେ। ତାପରେ ଦେଖିବା ପାଠ ପଢ଼ିଲେ ସିନା ଖାଇବୁ, କେମିତି ଖାଇବୁ କହ? ଭଲ ପାଠ ନ ପଢ଼ିଲେ ରେସିପି ନାହିଁ ହେଲା। ହଁ ମୁଁ ଦେଖିଲି ବଢ଼ିଆ ପାଠ ଲେଖିଛୁ ବା, ଠିକ୍ ଅଛି ପାଠ ଲେଖିଛୁ ତ। ଚାଲନ୍ତୁ ସାଙ୍ଗମାନେ ବର୍ତ୍ତମାନ ମସଲା ପାଇଁ ସ୍ୟାଣ୍ଡୱିଚ୍ ମସଲା ପାଇଁ ଆମେ ପ୍ରସ୍ତୁତ କରିବା ମସଲାଟି। ତେଣୁ କଡ଼େଇରେ ତେଲ ବର୍ତ୍ତମାନ ଗରମ ହୋଇସାରିଛି ଆଉ ତାପରେ ପିଆଜ ବର୍ତ୍ତମାନ ପଡ଼ିଲା। ପିଆଜ ବିଭିନ୍ନ ସାମଗ୍ରୀ ଯେଉଁଗୁଡ଼ା ମୁଁ ଦେଖେଇଛି ସେଗୁଡ଼ା ସବୁ ପଡ଼ି ସାରିଲା ପରେ ସେ ଆଳୁ ମଧ୍ୟ ଛଡ଼ିବାକୁ ଥୁଆ ହେଇଛି ଆପଣ ଦେଖିପାରୁଥିବେ। ଆଉ ଏଇଟା ହେଇଯିବ। ବର୍ତ୍ତମାନ ଟମାଟୋ ପଡ଼ିଗଲା ଏବଂ କଞ୍ଚା ଲଙ୍କା, ତା ସହିତ ସ୍ୱାଦ ଅନୁସାରେ ଲୁଣ, ଆଉ ଯେଉଁ ଜିନିଷ ରହିଲା ଏଠି ଗାଜର ଆଉ ବିଟ୍ର ଯେଉଁ ଗାର୍ନିସିଂ ଅଛି, ତା ସହିତ ଟିକେ ହଳଦୀ ପଡ଼ିଲା ଆଉ ଲଙ୍କାଗୁଣ୍ଡ ଅଳ୍ପ, ଯେତିକି ଆପଣ ଲଙ୍କା ଦରକାର, କାହିଁକିନା କଞ୍ଚା ଲଙ୍କା ପଡ଼ିଛି ତେଣୁ ଯେତିକି ଲଙ୍କା ଆବଶ୍ୟକ ସେତିକି ଦିଆଯିବ। ତା ସହିତ ଏଇଟା ଚିକେନ୍ ମସଲା, ଆପଣଙ୍କ ପାଖରେ ଯାହା ଅଛି ଯେକୌଣସି ମସଲା ଅଛି ତାକୁ ପକାଇକି ଆପଣ କରିପାରିବେ, କାହିଁକିନା ଏଇଟା ସାଧାରେ ବି କରିହେବ, ତା ସହିତ ପିଆଜ ରସୁଣ ବି କରିହେବ। ଦେଖିଲେ ଏଇଟା ବର୍ତ୍ତମାନ ବିଟ୍ ଗାଜର ପଡ଼ିଲା, ବିଟ୍ ଗାଜର ପଡ଼ିଲା ପରେ ଆଳୁ ପଡ଼ିଗଲେ ତାପରେ ହେଇଗଲା ମସଲା। ତାପରେ ତାକୁ ଆମେ ଓଭନ୍ ଭିତରେ ନେଇ ରଖିବା। ଓଭନ୍ ଭିତରେ ରଖିଲା ପରେ ସେଇଟା ରେଡ଼ି ହେଇଯିବ। ଦେଖନ୍ତୁ ବର୍ତ୍ତମାନ ଆଳୁ ପଡ଼ିଲା। ଏଇଟା ଆମର ଯେଉଁ ସ୍ୟାଣ୍ଡୱିଚ୍ ହେଉଛି ବଜାରରେ ଆପଣ ଦେଖିଥିବେ ଆଳୁ ସବୁ କଟା ହୁଏ, ଗୋଲ ଗୋଲ କଟା ହୁଏ, ଆଉ କାକୁଡ଼ି ଏସବୁ ଦିଆ ହୁଏ। ଏଥିରେ କାକୁଡ଼ି ଫାକୁଡ଼ି କିଛି ନାହିଁ, କିନ୍ତୁ ଯେହେତୁ ଏଇଟା ରାତି ସମୟରେ ପ୍ରସ୍ତୁତ ହେଉଛି ତେଣୁ କାକୁଡ଼ି ଫାକୁଡ଼ି ଏତେ ନାହିଁ, କିନ୍ତୁ ମାନେ ଏଇଟା ଦୋସା ମସଲା ଟାଇପ୍ର ହେଉଛି। ତା ସହିତ ଏଇଟା ସ୍ୟାଣ୍ଡୱିଚ୍ରେ ଫିଲିଂ ଦିଆଯିବ। ଏଇଟା ବର୍ତ୍ତମାନ ସାଙ୍ଗମାନେ ବ୍ରେଡ଼୍ ବର୍ତ୍ତମାନ ଷ୍ଟଫିଂ ଦିଆହେଉଛି, ଦେଖିପାରୁଥିବେ। ଆଉ ଦେଲା ପରେ ତାପରେ ଓଭନରେ ହେବ। ଓଭନ ବର୍ତ୍ତମାନ ରେଡ଼ି ହେଇସାରିଛି। ଓଭନରେ ସବୁ ଜିନିଷ ଦିଆହେବ। अरे उस दिन आपकी लड़की को देख लिया ना, 2 साल से ना लड़की देते हैं ना देते हैं, फिर ये सब देखिए। अरे उस कानून को तोड़िए।
कौन देखिए बर्तमान सांग मैंने देखु तेल बर्तमान लगे या ऊपर सब थुआ हम जहाँ रहा ब्रेड सब प्रस्तुत होता सब थुआ हम ब्रेड उपर आउ थे तेल दिहब ताकू जी मिनिट आवश्यक से देपारे आपड़ चाहिए मतलब डायरेक्ट तावे या प्रस्तुत करेंगे ओभन नथिले तावे डायरेक्ट करेंगे किसी असुविधा नहीं तेना ऊपर देखूँ ऊपर तेल टे दवा पड़ो कहीं तेल टे देले टेस्टा भल रही बर्तमान ओभन रेडी टाइम चली 10 मिनट दिखाई आउ 5 मिनट कि 10 मिनट पछे उल्टेवा तापर आमर वेज सैंडविच रेडी हो घरे प्रस्तुत वेज सैंडविच कहना भीतर बर्तमान पानी आसला देखिए पानी सब चारिपट लगे मैंने भितर हिटर गरम हो सारी तापर रेडी हो आमर सैंडविच बर्तमान सांग मैंने देखो सैंडविच बर्तमान रेडी होगा ओभन रु बाहर की से बर्तमान रेडी अच्छी तेणु आप देखिए दीपट साइड तार बढ़िया क्रिस्पी भाया सब आउ जोटा तले थिला सेटा टिके गरम को लगी जस्ट पड़ तार देखो यहाँ बर्तमान वेज सैंडविच आम रेडी हो तेणु ता सहित अच्छी आप सालाड जिन सब नहीं पारे ये भाव में सैंडविच प्रस्तुत कर आपण मैंने घरे खाईपारे रखुची भिडियो भल लगे सांग मैंने लाइक शेयर कमेंट करने भूलें पुणी देखा आ गोटे सुंदर रेसिपी भिडियो रखुची जय जगन्नाथ भले था समस्ते।